ଜନ୍ମ ସମୟରେ ଯଦି ବିଛା ରାଶିରେ ମଙ୍ଗଳ ଥାନ୍ତି, ବିଛା ରାଶି ମଙ୍ଗଳଙ୍କ ରାଶି ହୋଇଥିଲେ ମଧ୍ୟ ବିଛା ରାଶିରେ ମଙ୍ଗଳ ରହିବାଟା ଭଲ ମନାଯାଏ ନାହିଁ। ଯଦି ବିଛା ରାଶିରେ ମଙ୍ଗଳ ରହେ, ସେ ଲୋକଟା ନିଶ୍ଚିତ ଭାବରେ ଗୋଟେ ସୁର ବୀର ଲୋକଟା ହେଇଥିବ, ସୁର ବୀର ଲୋକଟା ହେଇଥିବ। ଠିକ ଅଛି। ଆମର ମାନନୀୟ ପ୍ରଧାନମନ୍ତ୍ରୀଙ୍କର, ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କୁଣ୍ଡଲି ଯଦି ଚେକ୍ କରିବେ, ତାଙ୍କର ବିଛା ରାଶିରେ ମଙ୍ଗଳ ଅଛି ଏବଂ ବିଛା ଲଗ୍ନ ମଧ୍ୟ। ଠିକ ଅଛି। ତାହେଲେ ଆପଣ ସେଇଥିରୁ ଭାବନ୍ତୁ, କିନ୍ତୁ ତାଙ୍କୁ କଣ ହୁଏ, ସେଭଳିଆ ଲୋକଙ୍କୁ କଣ ହୁଏ ନା ସଦା ସର୍ବଦା ଅଗ୍ନି ଭୟ, ବିଷ ଭୟ, ଶସ୍ତ୍ରରେ ଭୟ, ଶତ୍ରୁରୁ ଭୟ, ନିଜ ଜୀବନ ପ୍ରତି ଭୟ, ସ୍ତ୍ରୀ ମାନଙ୍କ ପୁତ୍ର ମାନଙ୍କ ସୁଖରୁ ବଞ୍ଚିତ ରହିବା, ଏଇଭଳି ପ୍ରକାର ସିଚୁଏସନ କ୍ରିଏଟ ହୁଏ। ଏବଂ ଏ ଲୋକମାନେ ମଲ୍ଟି ଟ୍ୟାଲେଣ୍ଟେଡ ହେଇଥାନ୍ତି, ଏମାନଙ୍କର ଧୀ ଶକ୍ତି ପ୍ରବଳ ମାତ୍ରାରେ ହେଇଥାଏ। ଠିକ ଅଛି ନା। ଆଉ ଯଦି ସେଇ ମଙ୍ଗଳକୁ ଯଦି ପାପ ଗ୍ରହ ମାନେ ଦେଖୁଥାନ୍ତି, କଣ ହବ ନା ତାର ବିପରୀତ ଫଳ ହବ। ଯଦି ଶୁଭ ଗ୍ରହ ଦେଖୁଥାନ୍ତି, ତାହେଲେ ଫଳ ମାତ୍ରାରେ କିଛି କମ ହବାର ସମ୍ଭାବନା ରହିଛି।